ଦେଇଛନ୍ତି ଯାତ୍ରା ମାଲିକ ମାନେ ସମସ୍ତେ ବ୍ୟାନ୍ କରିବାଟା ଭୁଲ। କାହିଁକି ନା ଯଦି ତାଙ୍କଠୁ ସେ ପଇସା ନେଇଥିଲେ ପଇସା ନବା ଦବା ଯଦି କେହି ଦେଖିନଥିଲେ ତେଣୁକରି ତାକୁ ବ୍ୟାନ୍ କରିବାଟା ଜମା ଠିକ ନୁହଁ। ସେ ଲୋକମାନେ ପ୍ରଜାଙ୍କୁ ନେଇକି ରଜା ହୁଅନ୍ତି, ରଜାଙ୍କୁ ନେଇକି କେବେ ପ୍ରଜା ହେଇନାହାନ୍ତି। ଯାତ୍ରା କଳାକାର ଯଦି ନଥାନ୍ତେ ଆମେ ମଧ୍ୟ ସେଠି ନଥାନ୍ତୁ କି କୌଣସି ଯାତ୍ରାର ମାଲିକ ମାନେ ବି ନଥାନ୍ତେ। ଘର ଭିତରେ ଡାକି ତାଙ୍କୁ ବାଡେଇ ବସେ ମାଲିକ ଆଉ କଣ, ସିଏ ତ ଗୁଣ୍ଡାମି କଲା। ମାଡ ଯଦି ଗୋଟେ ଲୋକ ଘର ଭିତରେ ବାଡେଇ ପାରୁଛ କାଲି ସକାଳ ମର୍ଡର ବି କରିପାରିବ। ନମସ୍କାର ଓଡିଶାବାସୀ ସମସ୍ତଙ୍କୁ ନମସ୍କାର। ସମସ୍ତଙ୍କର ବି ପେଟ ପଟଣା ଅଛି ଏବଂ ଯୋଉ ଯାତ୍ରାରେ ଯିଏ ରୋଲ କରୁଥିଲେ ତାଙ୍କ ନାଁଟା ନରି ପଣ୍ଡା, ତାଙ୍କୁ ବି ପ୍ରଣାମ। ତେଣୁକରି ଯୋଉ ତାଙ୍କର କଣ ପାଇଁ କି ଅଣ୍ଡରଷ୍ଟାଣ୍ଡିଂ ଚାଲିଲା କୌଣସି ପଇସାକୁ ନେଇକି ଆମେ ଦେଖୁଛୁ ନ୍ୟୁଜ ଫ୍ୟୁଜ ସବୁ ଦେଖୁଛୁ ଯେ ପଇସାକୁ ନେଇକି ତାଙ୍କୁ ଗୋଟେ ରୁମ ଭିତରେ ବାଡିଆ ବାଡି ହେଇଥିଲା। କିନ୍ତୁ ଆମେ ସ୍ପଷ୍ଟ ଭାବେ ଜାଣିନୁ ଯେ ସେ ରୁମ ଭିତରେ ବାଡେଇଛନ୍ତି କି ନ ବାଡେଇଛନ୍ତି କି କଣ କରିଛନ୍ତି। କିନ୍ତୁ ଆମେ ସେଇଟା ଆମ ଭିତରେ ରଖିଛୁ ଏବଂ ତାକୁ ପୋଲିସ ବି ମଧ୍ୟ ସର୍ଚ୍ଚ କରିଛି। ତାପରେ ଜଣା ପଡିବ ଯେ ତାକୁ ବାଡେଇଛନ୍ତି ସତ କି ମିଛ। ଏବଂ ଆଉ ଗୋଟେ କଥା କହି ରଖୁଛି ଏଇଠି ସମସ୍ତଙ୍କୁ, ସେ ଗୋଟେ ଓଡିଆ ଚଳଚିତ୍ର ଗୋଟେ ଯାତ୍ରା ଚଳଚିତ୍ରର ଗୋଟେ ସେ ଭଲ ମଣିଷଟେ ଏବଂ ଭଲ କମେଡିଆନ କରନ୍ତି। ଭଲ ଭଲ ତାଙ୍କୁ ବି ସମସ୍ତେ ଦେଖିବାକୁ ଭଲ ପାଆନ୍ତି ଏବଂ ତାଙ୍କୁ ନେଇକି ବି ଭଲ ଟିଆରପି ବଢେ। କିନ୍ତୁ ତାଙ୍କୁ ଯୋଉ ବ୍ୟାନ କରିଦେଇଛନ୍ତି ଯାତ୍ରା ମାଲିକ ମାନେ ସମସ୍ତେ ବ୍ୟାନ କରିବାଟା ଭୁଲ। କାହିଁକି ନା ଯଦି ତାଙ୍କଠୁ ସେ ପଇସା ନେଇଥିଲେ ପଇସା ନବା ଦବା ଯଦି କେହି ଦେଖିନଥିଲେ ତେଣୁକରି ତାକୁ ବ୍ୟାନ୍ କରିବାଟା ଜମା ଠିକ ନୁହଁ। ସିଏ ପୁଣି ତାର ପିଲା ଛୁଆ ତାର ପରିବାର ଅଛି, ସିଏ ଚଳିବା ଦରକାର। ତାକୁ ଟୋଟାଲି ବ୍ୟାନ୍ କରିବାଟା ଏଇଟା ଭୁଲ। ଯଦି ଏକତ୍ରିତ ହେଇକି ଯାତ୍ରା ମାନେ ଯେତେକ ଯାତ୍ରାରେ କମେଡିଆନ ହଉ ଯେତେକ ଯାତ୍ରାରେ ରୋଲ କରୁଛନ୍ତି ଏକତ୍ରିତ ହେବେ, ଯେମିତି ମାଲିକ ମାନେ ଗୋଟେ ହେଇକି ଆଜି ତାକୁ ବ୍ୟାନ୍ କରିଛନ୍ତି, ଯଦି ସେମିତି ଏକତ୍ରିତ ହେଇକିରି ସବୁ ଯାତ୍ରା କଳାକାର ମାନେ ଭାଇ ଭଉଣୀ ମାନେ ମିଶିକି ଯଦି ଏକତ୍ରିତ ହେବେ ସେମିତି ଯାତ୍ରା ମାଲିକ ମାନେ ଟୋଟାଲି ବନ୍ଦ। ସିଏ ଯେମିତି ତମକୁ ବ୍ୟାନ୍ କରିଛନ୍ତି ତମେ ବେଳ ପଇଲେ ସବୁ ବି ବ୍ୟାନ୍ ହେଇପାରିବ। କିନ୍ତୁ ଏଇଠି ଗୋଟେ କଥା କହି ରଖିବି, ଲୋକମାନେ ପ୍ରଜାଙ୍କୁ ନେଇକି ରଜା ହୁଅନ୍ତି, ରଜାଙ୍କୁ ନେଇକି କେବେ ପ୍ରଜା ହେଇନାହାନ୍ତି। ଯାତ୍ରା କଳାକାର ଯଦି ନଥାନ୍ତେ ଆମେ ମଧ୍ୟ ସେଠି ନଥାନ୍ତୁ କି କୌଣସି ଯାତ୍ରାର ମାଲିକ ମାନେ ବି ନଥାନ୍ତେ। କିନ୍ତୁ ଯାତ୍ରାର ମାଲିକ ମାନେ ଯାତ୍ରା ଲୋକମାନଙ୍କୁ ନେଇକିରି ଯାତ୍ରା କରନ୍ତି ଏବଂ ତାଙ୍କର ନେଇକି ରୋଜଗାର ବି ହୁଏ। ତେଣୁକରି ସେଟା ବ୍ୟାନ୍ କରିବାଟା ଠିକ ନୁହଁ। ଆଜିକାଲି ପଇସା ନେଲା ବେଳେ କେହି ଦେଖନ୍ତିନି, ଦେଲା ବେଳେ ସମସ୍ତେ ଦେଖନ୍ତି। ଯଦି ଜୋର ଯାର ମୁଲକ ତାର ତା ହାତରେ ବଳ ଅଛି ତା ହାତରେ ପାୱାର ଅଛି ବୋଲି ସେ ଧମକ ଚମକ ଦେଖେଇକିରି ଆମକୁ ବନ୍ଦ କରିବ ବ୍ୟାନ୍ କରିବ, ସେଇଟା ଠିକ ନୁହଁ। ମୋ ମତରେ ତାଙ୍କୁ ଉଚିତ ନ୍ୟାୟ ମିଳୁ ଏବଂ ତାଙ୍କୁ ଉଚିତ ଜିନିଷର ନ୍ୟାୟ ଯେମିତି ତାଙ୍କୁ ବାଡେଇଛନ୍ତି ତାକୁ ଇନଭେଷ୍ଟିଗେସନ କରନ୍ତୁ ଏବଂ ତାକୁ ଯୋଉ ବ୍ୟାନ୍ କରିଛନ୍ତି ତା ପାଇଁ ସଜେସନ କାଢନ୍ତୁ। ତ ସେ ଗଣମାଧ୍ୟମରେ ଗୋଟେ ପ୍ରତିକ୍ରିୟା ଦେଇଛନ୍ତି, ଯଦି ବି ତାକୁ ମାଡ଼ ହେଲା କି କଣ ସିଏ ଯୋଉମାନେ ଅଛନ୍ତି ଆମର ମାଲିକ ସଂଘ ଯୋଉ ରହିଛି ତାଙ୍କ ପାଖରେ କହିଥାନ୍ତା। ତ ପୋଲିସକୁ ଯେହେତୁ ସେ କହିଲେ ତ ସେ ସେଥିପାଇଁ ବ୍ୟାନ୍ କରୁଛନ୍ତି ବୋଲି ଗୋଟେ ଆରୋପ। ଯେହେତୁ ମାଲିକ ପାଖରେ କହିବାକୁ ଆମେ ଯଦି ମାଲିକ ଯଦି ସେ ପ୍ରକୃତ ଗୋଟେ ଯାତ୍ରାର ମାଲିକ ହେଇଛି ଆମେ ବି ସେଥିରେ ତାଙ୍କୁ ସ୍ୱାଗତ କରୁଛୁ। ଯଦି ମାଲିକ ହେଇକି ଘର ଭିତରେ ଡାକିକି ତାଙ୍କୁ ବାଡେଇ ବସେ ମାଲିକ ଆଉ କଣ, ସିଏ ତ ଗୁଣ୍ଡାମି କଲା। ମାଡ ଯଦି ଗୋଟେ ଲୋକକୁ ଘର ଭିତରେ ବାଡେଇ ପାରୁଛ କାଲି ସକାଳ ମର୍ଡର ବି କରିପାରିବ, କାଲି ସକାଳ ତାକୁ ନେଇକି କୋଉଠି ବି ଲୁଚେଇ ବି ପାରିବ। ତେଣୁକରି ସିଏ ଯେତେବେଳେ ତାର ସାହାରା ବେସାହାରା ହେଇଗଲା ଅତ୍ୟଧିକ ଯେତେବେଳେ ହାତ ତାର କୁଆଡେ ନ ପାଇଲା ସେ ବର୍ତ୍ତମାନ ସେଥିପାଇଁ ଆଇନର ଆଶ୍ରୟ ନେଲା ଏବଂ ଥାନାର ଦ୍ୱାରସ୍ଥ ହେବାଟା ସ୍ୱାଭାବିକ କଥା। ଯଦି ଆମେ କୌଣସି ଯୋଉ ଜିନିଷରେ ନ ପାରିବା ଆମେ ଦେଖିଲେ ବଡ ଲୋକଙ୍କ ସହିତ ଯେତେ ଯୁକ୍ତି ତର୍କ ନ ପାଇଲେ ଆମେ ଥାନାର ଦ୍ୱାରସ୍ଥ ହେବା ନିହାତି ଆବଶ୍ୟକତା। ତେଣୁକରି ସେ ଥାନାର ଦ୍ୱାରସ୍ଥ ହେବାଟା ଉଚିତ। ଯଦି ଠିକ ପ୍ରକୃତରେ ଥାନା ବାଲା ପ୍ରକୃତରେ ସବୁ ଥାନା ବାଲାଙ୍କୁ କହୁଛି ଯଦି ପ୍ରକୃତରେ ଭୁଲ ଯାହାର ଥିବ ତାକୁ ଦଣ୍ଡ ଦିଆଯାଉ, ତାହେଲେ ସମସ୍ତେ ସଜାଗ ହେବେ। ଆଉ ଏମିତି ନହେଲେ ଦିନକୁ ଦିନକୁ ତାର ତାଣ୍ଡବ ଦିନକୁ ଦିନକୁ ଚାଲିବ। ଆଉ ଗୋଟେ କଥା ନାରୀ ମାନଙ୍କ କଥା ଉଠିଲା, ଯେହେତୁ ଆମେ ଗୋଟେ ଟ୍ରାନ୍ସଜେଣ୍ଡର ମଧ୍ୟ ହେଇକି ଆମେ ନିଜକୁ ଭାବୁଛୁ ଆମେ ବି ଗୋଟେ ନାରୀ। ଯଦି ପୁରୁଷଙ୍କ ଭିତରେ ଲଢେଇ ଚାଲିଥିଲା ଗୋଟେ ମହିଳାଙ୍କୁ ବ୍ୟବହାର କରିବା ଦୁର୍ବ୍ୟବହାର କରିବାଟା ଏଇଟା ଭୁଲ। ଯଦି ଦୁର୍ବ୍ୟବହାର ସେ କରିଛନ୍ତି ତେଣୁକରି ସେମିତି ଜନଜଗତଙ୍କ ଆଗରେ ଯଦି ସେ ତାଙ୍କ ସେଇ ନାରୀଙ୍କୁ ଭୁଲ ମାଗିକି ଏବଂ ତାଙ୍କୁ କ୍ଷତିପୂରଣ ଦାବି ପୂର୍ଣ୍ଣ କରିବେ ତାହେଲେ ଆମେ ସନ୍ତୁଷ୍ଟ ହବୁ, ଓଡିଶାବାସୀ ସନ୍ତୁଷ୍ଟ ହେବେ।
समस्ते शांति हेबे किंतु नारी मान को असम्मान करवाटा ठीक नुह जदि सी से नारी की असम्मान करुछंती निज घरे भी माँ निज घरे भी भौणी निज घरे भी समस्त अछंती तेणुकर सम्मान देले सम्मान पाइबा ता माने नुह जे आमे असम्मान करवा नारी मान को नारी नथिले पुरुष आसीबेनी पुरुष नथिले नारी आसीबेनी सब बेले मु कहि रखिछि नारी नारी चाहिए नारी आखिरे जेते लुह देव नारी चाहिए ध्वंस हो तेणुक दयाकोरी समस्त की अनुरोध जेते जोटी भी जेकोसी केस होची यात्रा मालिक मान कहूँ गोटे नारी की दुर्व्यवहार करनी तमर सी जदि गोटे भौणी होता कि तमर गोटे माँ होता तुम एमती दुर्व्यवहार कर ना जदि तुम यात्रार जो यात्रा कलाकार जदि पैसा देते कहीपर स्त्री की कहीपर जदि स्त्री कहते तुम स्त्री की भल व्यवहार कह माने नुह जे आम भाषा कहीदे भाषा प्रयोग करदे समाधान हो पार कलाकार राति राति अनिद्रा पैसा निए ये जो माड़ मरा घटना निंदनीय यात्रा रे जेते बेले कलाकार माने समस्त यात्रा पेंडाल उपरे कष्ट करूछंती खाली पैसा पे कष्ट करंतिनी मनर किछिटा खुशी केतटा एंजॉय लोक मानकर भल पाइबा लोक माने केते कमेंट करले मते खुशी कि मते आशीर्वाद देबे ता माने नुह जे खाली पैसा देई देले किंतु पैसा देई देले आमे सब दिन समाधान हो किंतु गोटे यात्रा कलाकार को जेते बेले असम्मान जेते बेले पेंडाल उपरे व्यवहार दुर्व्यवहार तांको एगुडा सब बैन करछन दया करके ए दिन सब सजेशन करंतु आपण माने